ସନା ଭାଇନା ଖାତାରେ ଥବ ଏଇନା ଆସିଲେ କରିଯିବ ପାଟି କର ଲମ୍ବୋଦର ବାବୁ କଲିଦା ଥରିଯିବ। ସମସ୍ତଙ୍କୁ ସିଏ ସୃଷ୍ଟି କରିଛି, ତାକୁ କେହି ରାମଙ୍କର ଜନ୍ମ କୌଶଲ୍ୟାଙ୍କ ଗର୍ଭରୁ ଦଶରଥଙ୍କ ଔରସରୁ, କୃଷ୍ଣଙ୍କର ଜନ୍ମ ବସୁଦେବଙ୍କ ଔରସରୁ ଗର୍ଭରୁ, ବାମନଙ୍କର ଜନ୍ମ କଶ୍ୟପଙ୍କ ଔରସରୁ ଅଦିତିଙ୍କ ଗର୍ଭରୁ। ଜଗନ୍ନାଥଙ୍କର ବାପା କିଏ? ଜଗନ୍ନାଥ ସଂସ୍କୃତି କହୁଥିଲ ରଥଯାତ୍ରା ଆସିବ, ବିଶ୍ୱ ଘୋଷ ଯାତ୍ରା, ଏ ପୁଅ ଯୋଉଦିନ ବାହୁଡା ଦଶମୀ ଦିନ ଏ ଜନ୍ମ ବେଦରୁ ପ୍ରତ୍ୟାବର୍ତ୍ତନ କରିବେ କର୍ମ ବେଦିକି ବଳିଆର ଭୁଜ ଶ୍ରୀକ୍ଷେତ୍ର ମୌରମଣି। ଅଧ ବାଟରେ କଣ ଖାଆନ୍ତି? କାହା ଘରେ? ତୋ ମାଉସୀ କିଏ? ବୋଉର ଭଉଣୀ କ? ତୋ ବୋଉର ବଡ ଭଉଣୀ ତୋର ମାଉସୀ ସାନ ଭଉଣୀ। ଜଗନ୍ନାଥଙ୍କର ତ ମା ନାହିଁ, ମାଉସୀ କୋଉଠୁ ଆଇଲା? ମୁଣ୍ଡ ଗରମ ହେଇଯିବ, ଚାରି ରାତି ପାଲା ହଉ ଦେଖେଇବି। ଜଗନ୍ନାଥଙ୍କର ମା ଅଛି, ମା ନଥିଲେ ମାଉସୀ କୋଉଠୁ ଆସିବ? ମାର ଭଉଣୀ ମାଉସୀ। ଗୋଟିଏ ପଦ କହୁଛି, ଆଜି ସେ କଥା ମୁଁ ମୀମାଂସା କରିବି। ପାଲା ପିତା ମାତା ନାହିଁ ମା ନାହିଁ ଗୋରେ, ପିତା ମାତା ନାହିଁ ବାପା ଅଛି। ଜଗନ୍ନାଥଙ୍କର ସାର୍ କଣ ପଳେଇଲେ ନା କଣ? ଓ ପଇସା ହଁ ଦିଅନ୍ତୁ, ତାଙ୍କୁ କାହିଁ ଦଉଛ? ମାସକୁ ଦୁନିଆ ପଇସା ପାଉଛନ୍ତି। ଯୋଉ ବିଲ ଫାଟିଥିବ ପାଣି ଦରକାର ସେ ବିଲରେ ମଡେଇବ ନା ଓଦା ବିଲରେ ମଡେଇବ? ଲମ୍ବୋଦର ବେହେରାକୁ ଦବା ଯାହା, ଯୋଉ ବିଲରେ ପାଣି ମାରିଛି ତାଦେହରେ ପାଣି ଭୟ ଆସିବା। ଆମେ ଗରିବ ବ୍ରାହ୍ମଣ ଭିକ ମାଗୁଛୁ, ସେ ଲମ୍ବୋଦର ବେହେରା କାହିଁ ଦଉଛ? ମୋ କହିବାର ତାତ୍ପର୍ଯ୍ୟ ମା ଧୀରେ ଯେ ବାପା ଜଗନ୍ନାଥଙ୍କର ଅଛନ୍ତି, ମା ଅଛନ୍ତି, ଜନ୍ମସ୍ଥାନ ଅଛି। ଏଇ ବାଲୁଙ୍ଗା ଅଞ୍ଚଳରେ ଜଣେ କେହି ଜ୍ଞାନୀ ମତେ ପଚାରିବେ ଯେ ଦାସ ବାବୁ ତୁମ ବାପା ଏ ତୁମ ଜନ୍ମସ୍ଥାନ? ମୁଁ କହିବି ଶ୍ରୀବନ୍ତପୁର, ଜଗତସିଂହପୁର ଜିଲ୍ଲା, ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ, ଶ୍ରୀବନ୍ତପୁର ମୋ ଜନ୍ମସ୍ଥାନ। ଆପଣ କହିବେ ଯେ ତୁମ ବାପା ମା? ମୁଁ କହିବି ମୋ ବାପା ମା ନାହିଁ। ସେଇ କଥା ହେଲା ଯଜ୍ଞବେଦୀ ଜଗନ୍ନାଥଙ୍କର ଜନ୍ମସ୍ଥାନ, ଗୁଣ୍ଡିଚାରାଣୀ ମନ୍ଦିର, ହେଲେ ତାଙ୍କ ବାପା ମା କିଏ? ଜଗନ୍ନାଥଙ୍କର ଯଦି ମା ନାହିଁ, ମାଉସୀ ଆଇଲା କୋଉଠୁ? ସେଇ କଥା ପଚାରୁଛି ଆମେ ମାନେ। ଧୀରେ ଧୀରେ ମା ପାଟି କର। ଆମ ମାନଙ୍କର ସମସ୍ତଙ୍କର ସୃଷ୍ଟି କୋଉଠୁ ନା ଯିଏ ଜଗନ୍ନାଥଙ୍କର ଦାରୁ ବିଗ୍ରହକୁ ନିର୍ମାଣ କରିଛନ୍ତି। ରାମ ଜନ୍ମ ଗୋଟିଏ ମା ଠାରୁ, କୃଷ୍ଣ ଜନ୍ମ, କିନ୍ତୁ ଜଗନ୍ନାଥଙ୍କୁ କୋଉ ମା ଜନ୍ମ ଦେଇନି, ସେ ନିଜେ ନିଜକୁ ତିଆରି କରିଛନ୍ତି। ନା କିଏ? ଜଗନ୍ନାଥଙ୍କ ବାପା କିଏ, ମା କିଏ? ନା ସେଇ ତାଙ୍କରି ବାପା, ସେଇ ତାଙ୍କରି ମା। ଜଗନ୍ନାଥ ନିଜେ ନିଜକୁ ସୃଷ୍ଟି କରିଛନ୍ତି। କବି ହେଲେ କିଏ? ମହାକବି କାଳିଦାସ। ବହି କୁମାର ସମ୍ଭବ ମହାକାବ୍ୟ ଗୋଟିଏ ଶ୍ଲୋକ ଲେଖେ। ତାଙ୍କରିଠୁ ସବୁ ସୃଷ୍ଟି, ବିଶ୍ୱକର୍ମା ତାଙ୍କରିଠୁ ସୃଷ୍ଟି। ଏ ବିଶ୍ୱକର୍ମାଙ୍କ ବାପା ତାଙ୍କଠୁ ସୃଷ୍ଟି। ଏ ଯୋଉ ବିଶ୍ୱକର୍ମା ସେ ବ୍ରହ୍ମାଙ୍କ ଅଂଶର ସୃଷ୍ଟି, କିନ୍ତୁ ଗୋଟିଏ ଭୁଲ କରିବାରୁ ମର୍ତ୍ତ୍ୟପୁରକୁ ଆସିଲେ, କାଶୀ ଧାମରେ ଜନ୍ମ ନେଲେ ବ୍ରାହ୍ମଣ ପରିବାର। ସେ କଥା ଆଜି ମୁଁ କହୁନି, କାଲି ପ୍ରଥମ ତାଙ୍କରେ କହିବି। ତାଙ୍କ ଗୋତ୍ର କଣ, ତାଙ୍କ ବାପା କିଏ, ତାଙ୍କ ମା କିଏ, ତାଙ୍କ ସ୍ତ୍ରୀ କିଏ, ତାଙ୍କ ପିଲା କିଏ, ସବୁ କୁହା। ତାହେଲେ କଣ କହୁଥିଲି? କାଳିଦାସ କହିଲେ ଜଗନ୍ନାଥଙ୍କର ସେ ବିଗ୍ରହକୁ କିଏ ତିଆରି କରିଛନ୍ତି? ରଜଳିତ
ନିରୀଶ୍ୱର। ଇଏ ଜଗତର ସେ ହେଲେ ଯୋନି ସ୍ୱରୂପ। ଜଗନ୍ନାଥ ହଉଛନ୍ତି ପ୍ରକୃତରେ ସୃଷ୍ଟିକାରୀ। ମୁଁ ଆପଣ ମାନଙ୍କୁ ଗୋଟେ କଥା କହିବାକୁ ଚାହେଁ। କହିଲୁ ଜଗନ୍ନାଥ ପୁରୁଷ ନା ନାରୀ? ପୁରୁଷ ନା, ଜଗନ୍ନାଥ ଜଣେ ନାରୀ। ଖାଲି ଜଗନ୍ନାଥ ନୁହଁ, ତାଙ୍କ ବଡ ଭାଇ ବଳରାମ ଜଣେ ନାରୀ, ସୁଭଦ୍ରା ତ ନାରୀ। ନିରାତ୍ରି ମୋହନ ଗୋଟେ ଶ୍ଲୋକ ଗାଉଛି, କହିଲା ଉଗ୍ରତାରା ସୁଭଦ୍ରା ନୀଳଦୌଷ୍ଟ ସାକ୍ଷାତ ଦକ୍ଷିଣ। ଭଗବାନ ହଉଛନ୍ତି ଜଗତର ଯୋନି ସ୍ୱରୂପ। କାଳିଦାସ କହିଲେ ଜଗଜ୍ଜୋନି ରଜଳିତ, ମୁଁ ସମସ୍ତଙ୍କର ସୃଷ୍ଟିକାରୀ, କିନ୍ତୁ ମତେ କେହି ଯେମିତି ମୋ ବାପା ମା ମୋ କୁଟୁମ୍ବ ଜନ୍ମ, ମୋ ବାପା ମା ତାଙ୍କ ବାପା ମା, ଆମର ଜନ୍ମ ଅଛି କି ସୃଷ୍ଟି ଅଛି, ସ୍ଥିତି ଅଛି, ବିଲୟ ଅଛି। ଆପଣ ଅଯୋଧ୍ୟାରେ ଯୋଉ ରାମଙ୍କର ମୂର୍ତ୍ତି ପୂଜୁଛନ୍ତି, ଜୀବନ୍ତ ରାମ ଅଛନ୍ତି ନା? ଆମେ ତାଙ୍କୁ ଭକ୍ତି ଭାବ ପ୍ରେମରେ ଜୀବନ୍ତ କରେଇଦବା, କିନ୍ତୁ ଜୀବନ୍ତ ରାମ ସରଜୁ ନଦୀରେ ବୁଡିକିରି ମଲେ। ଜୀବନ୍ତ କୃଷ୍ଣକୁ ମାରିଲା ଦେବ ସବର। ଇଏ ଜଗତକୁ ସେ ସୃଷ୍ଟି କରିଛି, ତାକୁ କେହି ଯିଏ ଜଗତକୁ ସୃଷ୍ଟି କରେ ତାକୁ କେହି ସୃଷ୍ଟି କରନ୍ତିନି। ତାଙ୍କର ମରଣ ନାହିଁ, ସେ ଶାଶ୍ୱତ, ସେ ଚିରନ୍ତନ। ତାହେଲେ କାହାକୁ କାହାକୁ ସୃଷ୍ଟି କରିଛନ୍ତି? ଆଉ ଗୋଟେ ଶ୍ଲୋକ କାଳିଦାସ କହିଲା ନମସ୍ତ୍ରୀ ମୃତ ତୁଭ୍ୟମ ପ୍ରାତ ସୃଷ୍ଟି କେବଳ ଆତ୍ମନେ ବିଭାଗାୟ ପଶ୍ଚାତ ଭେଦ ମୁପେଇସେ। ସାର୍ ମାନେ ସୃଷ୍ଟି ପୂର୍ବରୁ ଥିଲା ଅନ୍ଧା। ଭଗବାନଙ୍କ ଠାରୁ ତିନୋଟି ଗୁଣ ସୃଷ୍ଟି ହେଲା। ଟିକେ ସାର୍ ମାନେ ଶୁଣନ୍ତୁ, ସତ ରଜ ତମ, ଇଏ ତିନି ଗୁଣରୁ ତିନିଟା ପୁରୁଷ ଜନ୍ମ ନେଲେ, ବ୍ରହ୍ମା ବିଷ୍ଣୁ ମହେଶ୍ୱର। ଏଇ ବ୍ରହ୍ମା ବିଷ୍ଣୁ, ବ୍ରହ୍ମାଙ୍କର ସୃଷ୍ଟିକର୍ତ୍ତା କିଏ ନା ବିଷ୍ଣୁ। କୋଉ ବିଷ୍ଣୁ? ବ୍ରହ୍ମାଙ୍କ ଭିତରେ ଯୋଉ ବିଷ୍ଣୁ? ନାଇଁ ନାଇଁ, ସେ ବିଷ୍ଣୁ ଅଲଗା। ସେ ବିଷ୍ଣୁ କିଏ? ଗୋଟିଏ ପଦ ଆପଣ ମାନଙ୍କୁ ଶୁଣଉଛି। କବି ହେଲେ ଭୀମ ଭୋଇ, ସେ ବିଷ୍ଣୁ କିଏ? ସେଇ ବିଷ୍ଣୁଙ୍କ ଠାରୁ ବ୍ରହ୍ମା ସୃଷ୍ଟି, ସେଇ ବିଷ୍ଣୁଙ୍କ ଠାରୁ ସମସ୍ତେ ସୃଷ୍ଟି। ଗୋଟିଏ ପଦ ଶୁଣେଇବି, ସଂସ୍କୃତ ଭାଗବତ, ଓଡିଆ ଯଦୁମଣି ମହାପାତ୍ରଙ୍କର ପ୍ରବନ୍ଧ ବୁଝୁଛୁ। ତାପରେ ଯିବା କୋଉଠିକି? ଭୀମ ଭୋଇ ପାଖ। ବାପା ତାହେଲେ ଲେଖିଲେ ପଣ୍ଡିତ ମଣ୍ଡଳୀ ବ୍ୟାସଦେବ ସଂସ୍କୃତ ଭାଗବତ। କହିଲା ସମସ୍ତଙ୍କୁ ସେଇ ସୃଷ୍ଟି କରିଛନ୍ତି। କହିଲା ପୁଅ ମମାତ୍ମେ ଶୁଣୁ ନାରଦ। ଭଗବାନ ଡାକିଲେ, କହିଲେ ନାରଦ ଇଆଡେ ଆସ। ତୁମେ ହଉଛ ବିଶ୍ୱର ସାମ୍ବାଦିକ। ଆମର ଯେମିତି ବିଶ୍ୱକର୍ମା ବିଶ୍ୱର ଇଞ୍ଜିନିୟର ନାଇଁ କି? ବିଶ୍ୱ ସାମ୍ବାଦିକ ତୁମେ। ଇଆଡେ ଆସ। ତୁମେ କାହିଁ ତର୍ଛୁଛ? ତମ କଥା ମତେ ଭଲ ଲାଗୁନି। ଆରେ ତୁମେ ନାରଦ ଭକ୍ତ, ମୁଁ ଭଗବାନ। ମୁଁ ତୁମକୁ ଡାକିଲା ବେଳକୁ ତୁମେ ପଛଉଛ କାହିଁ? ତମ କଥା ମତେ ଭଲ ଲାଗୁନି। କାହିଁ ମୁଁ କଣ କହିଲି କି? ସର୍ବଦେବତା ମାନେ ତୁମକୁ ସମ୍ମାନ ଦେଲା ବେଳେ ମୁଁ ତୁମକୁ ଅସମ୍ମାନିତ କରୁଛି। ତମେ ମତେ ଥଟ୍ଟା କରୁଛ। ଥଟ୍ଟା କରିବାଟା ମୋର ଭାବୁଛି। କଣ ମତେ ତମେ ଥଟ୍ଟା করে ଭାବୁଛି? ଭାବୁଛି କାହିଁକି? ଏଠି ଯୋଉ ମଉସା ବସିଛନ୍ତି, ତାଙ୍କ ପୁଅଙ୍କର ପୁଅ, ତାଙ୍କର କଣ ହେବେ? ନାତି ହେବେ। ନାତି କୋଉଠି ଲେଖା ହେଇନି? ସେଠି ହଉଛି ପୌତ୍ର। ତେଣୁକରି ତୁମେ ମୋ ପୁଅର ପୁଅ ବୋଲି ମୁଁ ତୁମକୁ ଟାହି କରୁଛି ନାରାୟଣ ନାରଦଙ୍କୁ। ତୁମ ବାପା ହେଲେ ବ୍ରହ୍ମା। ତୁମ ବ୍ରହ୍ମା ବାପା କୌଣସି ନାରୀ ଜନ୍ମ ଦେଇନି। ଟିକେ ସାର୍ ମାନେ ଶୁଣନ୍ତୁ, ଆପଣ ମାନେ ନାରୀ ଗର୍ଭରୁ ଜନ୍ମ ହେଲା ବେଳେ ଇଏ ବ୍ରହ୍ମାକୁ କୋଉ ମା ଜନ୍ମ ଦେଇନେଇ। ଭଗବାନ ବ୍ରହ୍ମାଙ୍କର ଜନ୍ମ ବିଷ୍ଣୁଙ୍କ ନାଭି କମଳରୁ।
ସତ କହୁଛ? ନାରୀ ପୁରୁଷର ସହବାସରେ ବ୍ରହ୍ମା ସୃଷ୍ଟି ନୁହଁ। ତେଣୁ ନାରଦଙ୍କୁ ଭଗବାନ ବିଷ୍ଣୁ କହିଲେ ତୁମ ବାପା ବ୍ରହ୍ମା ମୋ ତ ଗାତ୍ର ସମ୍ଭବ। ଗାତ୍ର କହିଲେ ମୋ ଅଙ୍ଗରୁ ସୃଷ୍ଟି। ଓ ବାପା ତମେ ନାଭିକମଳ ଜନ୍ମ। ଆଚ୍ଛା ଯେତେବେଳେ ନାଭିକମଳ ଜନ୍ମ ହେଲେ ସେତେବେଳେ ଆଶା ଦିଦି କିଏ ଥିଲେ? ଆଉ ସୁରେଶ ଇନ୍ଦ୍ର ହେଲେ ମୋ ଭାଇ, ଆଉ ଶିବ ହଉଛନ୍ତି ମୋ ଆତ୍ମାର ସ୍ୱରୂପ। ସେଇ କଥାକୁ ଓଡିଆ ଭାଗବତର ଜଗନ୍ନାଥ ଦାସ କହିଲେ କହିଲେ ବ୍ରହ୍ମା ଯେ ମୋହର ନନ୍ଦ କୋଉ ସାର୍ ଦେଇଛନ୍ତି କହୁନାହାନ୍ତି କିଛି ନାହିଁ। হ্যাঁ প্রশান্ত গোটে সাগর না হচ্ছে প্রশান্ত। সে সাগর মঝিরে থাকি অনন্ত কূଳରେ কিଏ? ଲକ୍ଷ୍ମୀନାରାୟଣ। সেই লক্ষ্মীনারায়ণ আপনার কল্যাণকারী হুঁতু বল আনন্দে কবা বাবু। তাহলে ভগবান ব্রহ্মা মো পুয় শিব হলে মোর আত্মার স্বরূপ। গেড়ুয়া তো পুয় তোর কଣ হব? ମୋର ପୁଅ ହବ କଣ ହବ? ମୁଁ କଣ ଜାଣି ନାହିଁ ସେଇ ଦୌଡୁଆ। ଏ ଭାସୁ ଭାଇ ତୁମ ପୁଅ ତୁମର କଣ ହବ? ଆରେ ବାବୁ ମୁଁ ଜାଣିଛି ହେଲେ କାହିଁକି ପଚାରି? ଏଇ କଣ ତୋ ନା? ଗୋବିନ୍ଦ। ଆଜ୍ଞା ତୋ ପୁଅ ତୋର କଣ ହବ? ଆମେ ବାପ ପୁଅ ଦି ଭାଇ ହବ। ହଁ ତା ସ୍ତ୍ରୀ କି ମିଶାଇ ତିନି ଭାଇ। ଆଜ୍ଞା କାହିଁକି ପଚାରିଲି ନା ପ୍ରତ୍ୟେକ ପୁଅ ବାପାଙ୍କର ଆତ୍ମାର ସ୍ୱରୂପ। ଠିକ ନା? ଶିବ ହେଲେ ଭଗବାନ ବିଷ୍ଣୁଙ୍କର ଆତ୍ମାର ସ୍ୱରୂପ। ଆଜି ବେଳ ନାହିଁ କାଲିକି କହିବା ବିନା ନାରୀରେ କୋଉ ପୁରୁଷ ସୃଷ୍ଟି କରିପାରେ? ବିନା ପୁରୁଷରେ କୋଉ ନାରୀ ସୃଷ୍ଟି କରିପାରେ? ପୁରୁଷ ନାହିଁ ନାରୀ ନାହିଁ କିଏ କିଏ ସୃଷ୍ଟି ହେଇଛନ୍ତି? পুরুষ নাই নারী নাই সৃষ্টি হয়েছেন। বিনা পুরুষেরে সৃষ্টি বিনা নারীরে সৃষ্টি। গেড়ুয়া ইন্দ্র হচ্ছেন মো বড় ভাই। হ্যাঁ আরে কশ্যপঙ্ক গর্ভ ঔরসরু অদিতিঙ্ক গর্ভরু ইন্দ্রাদি দেবতা মানকর জন্ম। সেই কশ্যপঙ্ক ঔরসরু অদিতিঙ্ক গর্ভরু বামন ভগবানকর জন্ম। সৃষ্টি করেছেন কিয়ে? না সিয়ে হেলে অক্ষর পুরুষ। আচ্ছা উৎকଳ খণ্ড যদুমণি মহাপাত্রଙ୍କର ଗାଇବେ ବୋଲି କହିଥିଲେ କଣ? ପୂର୍ଣ୍ଣଚନ୍ଦ୍ର। ପୂର୍ଣ୍ଣଚନ୍ଦ୍ର। হ্যাঁ ପୂର୍ଣ୍ଣଚନ୍ଦ୍ର। ପୂର୍ଣ୍ଣଚନ୍ଦ୍ର କଣ? ପ୍ରବନ୍ଧ କହିଲେ କେମିତି ମୋ ପୁଅ ହଉଛନ୍ତି ବ୍ରହ୍ମା? ଗାଇବି ଗାଇବି। ମୋ କହିବା କଥା ଅକ୍ଷର ଭଗବାନ ବ୍ରହ୍ମା ବିଷ୍ଣୁ ଶିବଙ୍କୁ ସୃଷ୍ଟି କରିଛନ୍ତି କ୍ଷର ପୁରୁଷ। ଯେ କ୍ଷୀର ହନ୍ତି ସବୁ ନା ଅକ୍ଷର ପୁରୁଷ ଯାହାଙ୍କର କ୍ଷୟ ନାହିଁ। କଣ ପୁଅ ବୁଝୁଛୁ? ଓ ଯଦୁମଣିଙ୍କର ଶୁଣି ଗୋଟେ ଛାନ୍ଦ ଏଇଟା ମାଟିର କବି ଖଣ୍ଡ କବି ବାପା ଯିଏ ରାଜାଙ୍କୁ ତାଙ୍କ ଲେଖନୀରେ ପାଟି ବନ୍ଦ କରିଦେଇଥିଲେ। ଗୋଟିଏ ପଦ କହିଲା ଇଏ ଏହାଙ୍କ ପରିତ୍ରାଣ। ଲମ୍ବୋଦର ବାବୁ କଲିଦା ଥରିଯିବ। କହିଲା ଏହାଙ୍କ ପରିତ୍ରାଣ
ପଇସା ତମେ ଦବ। ଅସରପା ଗୋଟେ ଚଢେଇ ନା ଲମ୍ବୋଦର ଗୋଟେ ମୁଁ କହିନଥାନ୍ତି ବାପା ନିଆଁରେ ହାତ ମାରିଛ ସମ୍ଭାଳିବ। ସନା ଭାଇନା ଲୋଭରେ ପଳେଇ ଆସିଛନ୍ତି ପାଲା ବାମୁଣିଆ ଲୋକ ଲୋଭରେ ପଳେଇ ଆସିଛନ୍ତି। କେତେଟା କଥା କହି ହବନି ନହେଲେ ମୁଁ ସବୁ ଖୋଲିଦେଲା ବାଲା ଡବଲ ଇଞ୍ଜିନ ସରକାର କାହିଁକି କହୁଛି ତାର କାରଣ ଏ ରାଜନୀତି ଆଡକୁ ଯିବନି ସେଟା ଭିନ୍ନ କଥା ସବୁ କଥା କହି ହବନି। ଏ ପୁଅ କହିଲେ ବ୍ରାହ୍ମଣଙ୍କର ତ ଲୋଭ କିନ୍ତୁ ମୁଁ ତ ଦେଖୁଛି ତୁମର ବେଶୀ କେମିତି ଲୋଭ। ମୁଁ ଭିଏସ୍ଏସ୍ ନଗରରେ ପାଲା ଗାଇଲା ବେଳେ ତୁମେ ଫୋନ କରି କଣ ପଚାରୁଛ ଭାଇନା କେତେ ଟଙ୍କା ପାଇଲ? ତୁମକୁ ତ ମୁଁ ପଚାରି ନଥିଲି। ଯୋଉମାନେ ମାଷ୍ଟରିଆ ଗାଁ କେବଳ ସାର୍ ନୁହନ୍ତି ମାନେ ଶିକ୍ଷକ ହେଇଥିବେ ଗାୟକ ହେଇଥିବେ ହାତ ଶେଷରେ ପକା ବାଇଗଣର ପୋକା କାହିଁ ନଉଛ ନା ନିମ୍ବ ପତ୍ରରେ ପଡି ହବ ଜମା ନୁହଁ ନିଜେ ଖାଇବେ। ଗୋଟେ ଚାଷୀ କେତେ କଷ୍ଟ କରି ବାଇଗଣ କରିଛି ସେ କଥା ବୁଝିବେନି ତାର କାଟିବେ। ତୁମେ ବାରିରେ ଲଗେଇଲ ବାଇଗଣ ଇଏ ବିଶ୍ୱକୁ ଖାଦ୍ୟ ଯୋଗାଉଛି ଚାଷୀ। ଏଠି ଆମେ ବାଲୁଗାଁରେ ପାଲା ଗାଇବୁ ଖାଲି ଟଙ୍କା ନବୁ ଖାଇବାକୁ ଦେବେନି ଖାଦ୍ୟ ଯୋଗାଉଛି କିଏ? ଇରେ କୋଉ ଶିକ୍ଷକ କୋଉ ଅଧ୍ୟାପକ କୋଉ ଡକ୍ଟର କୋଉ ଗାୟକ କୋଉ ପଣ୍ଡିତ ଇଏ ତାଳୁ ଝାଳ ତଳିପାରେ ମାରି ବଜ୍ରାଘାତକୁ ଭୟ ନ କରି କୃଷକ ଯଦି କୃଷି ନ କରିବ ଖାଇବେ? ଦୁନିଆରେ ଦୁଇ ସମ୍ପ୍ରଦାୟକୁ ମୁଣ୍ଡିଆ ମାରେ ସନାତନ ଦାସ ସୈନିକ କୃଷକ। ସେ ନିଜ ଜୀବନକୁ ଉତ୍ସର୍ଗ କରି ଜଗିଥିବାରୁ ଆମେ ସିନା ଏଠି ଖେଇ ଦେଇ ହଉଛେ। ହଁ କୃଷକ ଭାତ ଯୋଗେଇଛି ସବୁ ଯୋଗେଇଛି ସେଇ କୃଷକ ଦୋକାନ ସେଠି ଭଗବାନ କହିଲେ ଯେତେବେଳେ ରୁକ୍ମିଣୀ ଚିଠି ଦେଲେ କୃଷ୍ଣଙ୍କ ପାଖକୁ ସେ କହିଦେଲେ କହିଲେ ଆପଣ 3 ଜଣଙ୍କୁ ରକ୍ଷା କଲେ ଇନ୍ଦ୍ରକୁ ରାବଣ କବଳରୁ ରକ୍ଷା କଲେ ବ୍ରହ୍ମାଙ୍କର ବେଦପତି ଚୋରି କରି ନେଇଥିଲା ତାକୁ ବିଶ୍ୱଜ୍ୱାଳାରୁ ନିର୍ବାପିତ କଲେ ବ୍ରହ୍ମ ସଲିଳକୁ ନିର୍ଗତ କରି ଅଙ୍ଗେଇରୁ ଶିବଙ୍କର ବିଶ୍ୱଜ୍ୱାଳା ଇଏ 3 ଜଣଙ୍କୁ ଯୋଉ ରଖିଲେନି ଇଏ ଆପଣଙ୍କ ନିଜର ଲୋକ। ଆପଣଙ୍କ ପୁଅ ପାଠ ପଢାରେ 5 ଲକ୍ଷ ଖର୍ଚ୍ଚ ହବ ଆପଣ ଗପିବେ କି ମୁଁ ଖର୍ଚ୍ଚ କରିଦେଲେ ତୁମେ ତ ବାପା ତୁମର କର୍ତ୍ତବ୍ୟ। ରୁକ୍ମିଣୀ କହିଲେ ଆପଣ ବ୍ରହ୍ମାଙ୍କୁ ଇନ୍ଦ୍ରଙ୍କୁ ଶିବକୁ ରଖିଲେ ଇଏ ଆପଣଙ୍କର କର୍ତ୍ତବ୍ୟ। ତେଣୁ ଆପଣ ପ୍ରମାଣ ପାଇଲେ ବ୍ରହ୍ମା ଶିବ ଇଏ ହେଲେ କାହାର ଇଏ ହେଲେ କାହା ପୁଅ ନା ବିଷ୍ଣୁଙ୍କ ପୁଅ। ସେଇ ବିଷ୍ଣୁ ଅନାଦି ଆପଣ କହିବେ ଯେ ବ୍ରହ୍ମାଙ୍କ ବାପାଙ୍କୁ ଆମେ ଦେଖିବାକୁ ଚାହିଁବୁ ତାକୁ ଦେଖିପାରିବେନି। ଆପଣ ଯାହା ଦେଖିବେ ବିଶ୍ୱାସ କରିବେ। ବାପା କେତେଟା କଥା ଅଛି ଦେଖିବନି ବିଶ୍ୱାସ କରିବାକୁ ବାଧ୍ୟ ଗେଡୁଆ ଇଏ ଦୁନିଆରେ କେତେଟା କଥା ଅଛି ଆପଣ ଦେଖି ନ ପାରିଲେ ବି ବିଶ୍ୱାସ କରିବାକୁ ବାଧ୍ୟ। ତତ୍ତ୍ୱାର୍ଥ ଚିନ୍ତାମଣି ଗୋଟେ ଶ୍ଲୋକ ଗାଉଛି କହିଲା କାଷ୍ଠ ମଧ୍ୟରେ ପୁଷ୍ପଗନ୍ଧ ଦେହ ମଧ୍ୟରେ ପାପ ପୁଣ୍ୟ ଆମେ ଦିନରୁ ଏଠି ଲାଇଟ୍ ଟଙ୍ଗା ହେଇଥିଲା ଜଳୁଥିଲା କେମିତି ଜଳିଲା ଏଇ ଲାଇନ ବାବୁ ଆସିଲେ ଲାଇନ କି କଣ ବାବୁ ଡାକୁଛୁ ଲାଇଟ୍ ଅପରେଟର କରେଣ୍ଟ ଚାର୍ଜ କରିବାରୁ ବଲ ଜଳିଲା 11 କେବି ତାର ଦେଖିଛୁ ତା ଭିତରେ କଣ ଅଛି କରେଣ୍ଟ ଦେଖିବାକୁ କେମିତି ଦେଖି ହବନି ତାକୁ ଛୁଇଁଲେ ମରିବା ମାଇଲା କିଏ କରେଣ୍ଟ ମାଇଲା କରେଣ୍ଟ ଦେଖିବାକୁ କେମିତି ଯାହା ଦେଖିବ ୟାକୁ ସୁଙ୍ଗୁ ଫୁଲ ସୁଙ୍ଗିଲି କଣ ହେଲା ବାସନା କାହା ଭିତରେ ଫୁଲ ଭିତରେ ମତେ ଦେଖେଇ ପାରିବେ ମୁଁ ବି ତୋ ବେକରେ ପକେଇଦେବି କଥାଟା ମୁଁ କଣ କହୁଛୁ ତୁ କୁଆଡୁ ଭିଡୁଛୁ ମୁଁ ବି ତୋ ବେକରେ ପକେଇଦେଲେ ତୋର ସାମର୍ଥ୍ୟ ନାହିଁ ଫୁଲରୁ ବାସନା ବାହାର କରିଦେବି ଆଉ କେମିତି କହୁଛୁ ଫୁଲ ଭିତରେ ବାସନା ଅଛି ନା ନାହିଁ ତୁ ମତେ ମୁଁ ତତେ 1 ଲିଟର କଞ୍ଚା କ୍ଷୀର ଗାଈ କ୍ଷୀର ଆଣିବା କେମିକାଲ
କହିପାରିବୁ କ୍ଷୀର ଭିତରେ ଘିଅ କୋଉଠି ଅଛି? କହିହବନି। କ୍ଷୀର ଭିତରେ ଯେମିତି ଘିଅ ଗୁପ୍ତ, ଫୁଲ ଭିତରେ ଯେମିତି ବାସନା ଗୁପ୍ତ, କାଠ ଭିତରେ ଯେମିତି ଅଗ୍ନି ଗୁପ୍ତ, ତାର ଭିତରେ ଯେମିତି ଅଗ୍ନି ଗୁପ୍ତ, କରେଣ୍ଟ ଗୁପ୍ତ। ଠିକ କହିଛୁ। ବାহ, ଦେହ ଭିତରେ ସେମିତି ଦେହି ଗୁପ୍ତ। ଦେହ ଭିତରେ ଇଏ ଦେହ ଭିତରେ ସନାତନ ଦାସ ଏ ମଞ୍ଚରେ ପାଲା ଗାଉଛି। କିଏ ଗାଉଛି? କିଏ କହିଲା? ତା ଭିତରେ ଦେହି ଗାଉଛି। ଆଜ୍ଞା। ମୋ ଭିତରେ କଣ ଅଛି ବୋଲି ଆପଣ ଏ ଫୁଲମାଳ ଦେଇ ମତେ ମୁଣ୍ଡିଆ ମାରୁଛନ୍ତି। ଆଜ୍ଞା ଆଜ୍ଞା। ଯେତେବେଳେ ଶରୀରରୁ ଚାଲିଯିବ ଆପଣ ମାନେ କହିବେ ଏଇଟାକୁ ଛାଡି ଦେଇ ଆସରେ, ଛୁଇଁଲେ ଅପବିତ୍ର। ଶରୀର ଭିତରେ କିଏ? ଖୋର୍ଦ୍ଧା ଜିଲ୍ଲାର ପୁଅ। ମୋ ଶରୀରରୁ କିଏ ଚାଲିଗଲେ ଆପଣ ଛୁଇଁବେନି, ମତେ କଣ କରିବେ? କହିଲେ ଛୁଇଁବେ ନାହିଁ ତୋତେ ଖୋର୍ଦ୍ଧା ଜିଲ୍ଲାର ଗୌରବ ସାନ ପଦର ଭକ୍ତ ଚରଣ ଦାସ ବୋଲିବେ ଶରୀର ଭିତରୁ ସେଇ ଗୋଟାକ ଚାଲିଗଲେ ଆଉ ଅଚଳ ହେଇଯିବି ମୁଁ। ତାହେଲେ ଭଗବାନ ବିଷ୍ଣୁ ହଉଛନ୍ତି ସେଇ ଗୋଟିଏ ପଦ ଭୀମ ଭୋଇଙ୍କର ବୋଲିବା, ତାପରେ ଆଗେଇବା ଜଗନ୍ନାଥଙ୍କ କଥାକୁ ଦେଖିବା। କଳି ଯୁଗରେ ସତ୍ୟ ଯୁଗର ହିରଣ୍ୟ ହିରଣାକ୍ଷ କଣ ହେଇଛି, ଆଉ ହେମ ହରିଣୀ କଥା ଦେଖିବା ନା। ଆଉ କଣ ପ୍ରଶ୍ନ ଅଛି? ତାହେଲେ ଗୋଟିଏ ପଦ ଶୁଣ। ଭୀମ ଭୋଇ କହିଲେ ସେ କିଏ? ଯିଏ ବ୍ରହ୍ମାଙ୍କର ବାପା, ଶିବଙ୍କର, ବିଷ୍ଣୁଙ୍କର। ସିଏ କିଏ? ଯିଏ ଜଗନ୍ନାଥ ବିଗ୍ରହକୁ ତିଆରି କରିଛନ୍ତି ସିଏ କିଏ? ବିଶ୍ୱକର୍ମା ଯାହାକୁ ସୃଷ୍ଟି ସିଏ କିଏ? କହିଲା ରୂପରେଖ ନାହିଁ ଶୂନ୍ୟ ଦେହି ଅଛଉ ଯେ ହୋଇ ଯେତେ ବାବୁ ମାନେ ବସିଛନ୍ତି ଆପଣ ଆପଣଙ୍କ ଜୀବନ କାଳରେ ବହୁ ବରିଷ୍ଠ ଗରିଷ୍ଠ ଗାୟକଙ୍କର ପାଲା ଶୁଣି ଶୁଣି ଆସିଛନ୍ତି। ଆଚ୍ଛା ଭୀମ ଭୋଇ କହିଲେ ରୂପରେଖ ନାହିଁ ହେ ଶୂନ୍ୟ ଦେହ। ସାର୍ ଯିଏ ଶୂନ୍ୟ ସେ ଉଦୟ ହେବେ? ତାଙ୍କର ତ ରୂପ ନାହିଁ, ରେଖ ନାହିଁ, ଶୂନ୍ୟ ଦେହି, ପୁଣି ଉଦୟ କେମିତି ହେବେ? ସୂର୍ଯ୍ୟଙ୍କୁ ଆପଣ ଦେଖିଲେ କହିବେ ସୂର୍ଯ୍ୟ ଉଦୟ ହେଲେ, ଦେଖି ସାରିବା ପରେ ନା ନାହିଁ? ଯେତେବେଳେ ଦେଖା ନ ଯିବେ ଅସ୍ତ ହେଲେ। ଆରେ ତ ତାଙ୍କର ରୂପରେଖ ନାହିଁ, ଉଦୟ କେମିତି ହେଲେ? ଟିକେ ଆପଣ ବିଚାର କରନ୍ତୁ। ମୋ ପାଲାରେ ଯେତିକି ମୂଲ୍ୟ ନାହିଁ ଆପଣଙ୍କର ବିଚାର ସେତିକି ମୂଲ୍ୟ। ଭୀମ ଭୋଇ କହିଲେ ଯାହାର ରୂପରେଖ ନାହିଁ ସେ ଉଦୟ କେମିତି ହେବେ? ଖାଲି ସେତିକି ନୁହଁ, ଆଉ ଗୋଟେ ପଦ ଶୁଣନ୍ତୁ। କହିଲା ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ? ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ? ପାଣି ନାହିଁ ତାଙ୍କୁ ଧରିବ କିଏ? ପାଦ ନାହିଁ ତାଙ୍କୁ ଧରିବ କିଏ? ସ୍ୱରୂପ ଦେଖା ନ ଯାଏ ବାବୁରେ। ପାଦ
लो हे पाद पानी नाही ताकू पारिब किए पाद पंडित मंडली मोर मंडित सभारे पाद नाही ताकू धरिब किए विचार करंतु भीम भोई लेखाबारे पानी नाही ताकू विश्वकर्मा जगन्नाथ मंदिर कले निर्माण पानी नाही ताकू धरिब किए मूर्ति किए दारू ब्रह्म जगन्नाथ को किए करिथिला भियान पानी नाही ताकू विश्वकर्मा तैयारी कले श्रीमंदिर हेले जो दारूभूत मुरारी जगन्नाथ बलभद्र सुभद्रा तांकु किए तैयारी ना जाहार पाद पानी नाही पाद कहिले गोड़ गोड़ पानी कहिले बोतल रे से पानी नुह पानी कहिले हाथ भीम भई कहिले तांकर गोड़ नाही हाथ नाही पेट नाही पिठी नाही अंटा नाही कौनसी अवयव नाही रूप नाही रेख नाही हे मोर प्रत्युत्पन्नमती शास्त्रविद सज्जन मंडली जो भीम भई कहिले तांकर गोड़ हाथ नाही से भीम भई पुणी केमती लेखिले बंदना तर्जमा कले पालाना तुम्हें जगन्नाथ को नहीं राम भितर पुरैल ओ तुम सेतु बंध जे सेतु से बंध ता तले तो पानी जाउथला से बंध केमिति हबो एपट पानी एपटे सेपट पानी सेपटे सिना हेले बंध हबो सेटा ब्रिज ब्रिज कहिले सेतु भसा पोल अच्छा ये तो भगवती अंचल आपणकर माँ भगवती पाखे गोटे पत्थर भासुनी आज्ञा प्रकृत से पत्थर भाषिबार रहस्य कौन से स्वतंत्र से जड़े विश्वकर्मा अंशर सृष्टि नल से जड़े इंजीनियर मु साड़ू को जाऊनी काली आपण मान कह मो कहबार तात्पर्य जो भीम भई कहले तांकर गोड़ पिठी पेट अंटा नाही पुणी से भीम भई केमिति कहले बंदना छाड़िया को सारे पद धरिया इच्छा ताले आपण माने विचार करंतु जदि गोड़ हाथ नाही से पाद पद्म को केमिति वंदना कले सारे भीम भई को लेखा भूल की ना मो गाइबा भूल ना ठीक है ताले आज चारटा जदि नाही कर देई थांती अड़ाल पंक गोटे भद्रकर मंच आसिला आपण को मंच रखिला परे हेटी खाइया पिया बाग नुह बोली पैसा अधिक आठू गली पैसा अधिक देले कौन हम आम घर रही ना मुड़ी मो देह खराब हम मो पिठे कौन मो भाजा पिला पड़े खाया पिया भल हम हम केमी ए गेड़ुआ मो कहबार तात्पर्य सारे मुंड पुरा ना तू जमी चाह पीऊ तू जमी सती की बंधु घर भार आणिक घरे चाह पीऊ घरे कहीं आउ से पूरा कागज गिलास कामुड़ू कहीं लगी बंदना पाद पद्म तो गोड़ हाथ नहीं पाद पद्म केमती वंदना कल जगन्नाथ से तैयारी करते रूप नहीं गले आईला बेलू रूप ना रानी कबाटे गला अच्छा से किए प्रकृत भगवान अरूप ब्रह्म ताकू भक्त भक्ति भाव प्रेम विश्वास बल रूप कर कथा कहना प्रकृत भगवान रूप ना से कथा को अच्युत कहले कहले भावे निराकार प्रभु साकार भगत संगे
ଭକ୍ତି ଭାବ ପ୍ରେମ ବିଶ୍ୱାସ ବଳରେ ଆଜ୍ଞା ପ୍ରଭୁଙ୍କୁ ସ୍ୱରୂପ କରାଏ। ଆଜ୍ଞା ସେଦିନ ନଥିଲା ପ୍ରହ୍ଲାଦ ପାଖରେ ଧୂପ ଦୀପ ନୈବେଦ୍ୟ, ଗୋଟିଏ ପଥର ସ୍ତମ୍ଭରୁ ଭଗବାନ ନୃସିଂହ ବାହାରିଲେ। ଯୋଉ ଯାହାର ଭକ୍ତି ନାହିଁ, ଭାବ ନାହିଁ, ପ୍ରେମ ନାହିଁ, ବିଶ୍ୱାସ ନାହିଁ, ଫୁଲ ଗଦା କଲେ ଶୁଣିବେ ନା ଭକ୍ତି ଭାବ ପ୍ରେମ ବିଶ୍ୱାସ ବଳରେ ପ୍ରଭୁ ଅରୂପରୁ ରୂପ ହୁଅନ୍ତି। ଆଜ୍ଞା ତାହେଲେ ଜଗନ୍ନାଥଙ୍କୁ ନିଜେ ସେଇ ବ୍ରହ୍ମ ତିଆରି କରିଛନ୍ତି, ବିଶ୍ୱକର୍ମା ତିଆରି କରିଛନ୍ତି କାହାକୁ? ମନ୍ଦିରକୁ। ପଚାରୁଥିଲେ